ପ୍ରକୃତିର ଜୀବନଚକ୍ରରେ ଯେଉଁ ସନ୍ତୁଳନ ରହିଛି ସେଥିରେ ବର୍ତ୍ତମାନ ଧୀରେ ଧୀରେ ବାଧା ସୃଷ୍ଟି ହେବାରେ ଲାଗିଛି, ଯାହାର କି ବିଭିନ୍ନ କାରଣ ରହିଛି। ସେଥିମଧ୍ୟରୁ ଗୋଟେ ହେଉଛି ଆମର ଅମ୍ଳ ବର୍ଷା। ତ ଏହି ଅମ୍ଳ ବର୍ଷା ଆମର ବାୟୁମଣ୍ଡଳରେ ନାଇଟ୍ରୋଜେନ୍ ଓ ସଲଫରର ମାତ୍ରା ଅଧିକ ହେବା ଫଳରେ ଏଗୁଡ଼ିକ ଜଳ ସହିତ ପ୍ରତିକ୍ରିୟା କରିକି ଆମର ଅମ୍ଳ ସୃଷ୍ଟି କରିଥାନ୍ତି ଏବଂ ଏହି ଅମ୍ଳ ଆମର ବର୍ଷା ଜଳ ସହ ମିଶି ଆମର ଧରାପୃଷ୍ଠକୁ ଆସିଥାଏ ଏବଂ ଏଗୁଡ଼ିକ ଆମର ନଦୀ ମାଧ୍ୟମରେ ଯାଇକି ବିଭିନ୍ନ ଜଳାଶୟରେ ଯାଇକି ପଡ଼ିଥାନ୍ତି। ତ ଜଳାଶୟ ଗୁଡ଼ିକର pH ହେଉଛି ଆମର 7, ଯାହାକି ନ୍ୟୁଟ୍ରାଲ୍ ଅଟେ। କିନ୍ତୁ ଆମର ଏଇ ଯେଉଁ ଅମ୍ଳ ବର୍ଷା ହେଉଛି ତା'ର pH ହେଉଛି ଆମର 5.6ରୁ କମ୍। ତେଣୁ ଏହି ଅମ୍ଳ ବର୍ଷା ଯେତେବେଳେ ଯାଇକି ଆମର ସେଇ ଜଳାଶୟ ଗୁଡ଼ିକରେ ମିଶିଥାଏ ତା'ର pHକୁ ମଧ୍ୟ ସେ କମାଇ ଦେଇଥାଏ, ଯାହାଫଳରେ ସେଠାରେ ବସବାସ କରୁଥିବା ଜଳଜୀବମାନଙ୍କର ବଞ୍ଚିବା କଷ୍ଟକର ହୋଇପାରେ ଏବଂ ସେମାନେ ସେମାନଙ୍କର ବଂଶବୃଦ୍ଧି ମଧ୍ୟ କରିପାରନ୍ତି ନାହିଁ, ଯାହାଫଳରେ କି ଆମର ଖାଦ୍ୟଚକ୍ର ପ୍ରଭାବିତ ହୋଇଥାଏ। ତେଣୁ ଏହାକୁ ରୋକିବା ପାଇଁ ଆମକୁ ବିଭିନ୍ନ ପଦକ୍ଷେପ ନେବାକୁ ପଡ଼ିବ।